ନମ୍ବର 1 ଦୋଳ ପୂର୍ଣ୍ଣିମାରେ ରାତ୍ରି 8ଟାରୁ 9ଟା ମଧ୍ୟରେ ସୁନାବେଶ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା 36 ନିଯୋଗ ବୈଠକ ଶେଷ। ଦୋଳ ପୂର୍ଣ୍ଣିମାରେ ରାତ୍ରି 8ଟାରୁ 9ଟା ମଧ୍ୟରେ ସୁନାବେଶ ଅନୁଷ୍ଠିତ ହେବ। ଏହା ସହ ମାର୍ଚ୍ଚ 1 ଓ 2 ତାରିଖରେ ଭିତରକାଠ ଦର୍ଶନ ବନ୍ଦ ରହିବ। ବୈଠକ ସରିବା ପରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ନୀତି ନିଘଣ୍ଟ। ଶ୍ରୀମନ୍ଦିର 36 ନିଯୋଗ ବୈଠକରେ ନୀତି ନିଘଣ୍ଟ ଚୂଡ଼ାନ୍ତ ହୋଇଛି। ମାର୍ଚ୍ଚ 3 ତାରିଖ ରାତି 8ଟା 9:30 ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରାତ୍ରି 1ଟାରୁ ଦ୍ୱାର ଫିଟା ଯାଇ ବିଭିନ୍ନ ନୀତିକାନ୍ତି ହେବ। ସକାଳ 6ଟା ସୁଦ୍ଧା ଠାକୁରମାନେ ବିମାନରେ ବିଜେ କରିବେ। ଚଳିତ ବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦିନ ପରିବର୍ତ୍ତେ ରାତ୍ରିରେ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ମାର୍ଚ୍ଚ 1 ଓ 2 ତାରିଖରେ ଶୃଙ୍ଖଳିତ ଦର୍ଶନ ନୀତି ଲାଗି ହେବ। ନମ୍ବର 2 ଚାଷୀଙ୍କ ନାଁରେ ରାଜନୀତି କରୁଛନ୍ତି ବିରୋଧୀ। 2 ଦିନ ଧରି ଗୃହରେ 2026-27 ଆର୍ଥିକ ବର୍ଷ ବଜେଟ୍ ଉପରେ ସାଧାରଣ ଆଲୋଚନା ହୋଇଥିଲେ ବି ଏଥିରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନେ ଭାଗ ନେଇଥିଲେ। କେବଳ ଶାସକ ଦଳ ବିଧାୟକମାନେ ବଜେଟ୍ ସପକ୍ଷରେ ମତ ରଖିଥିଲେ। ଆଜି ବଜେଟ୍ ଆଲୋଚନାର ଉତ୍ତର ରଖିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନମ୍ବର 3 ଚାଷୀ ସୁରକ୍ଷା ସମାବେଶରେ ଗର୍ଜିଲେ ନବୀନ। ଚାଷୀ ସୁରକ୍ଷା ସମାବେଶରେ ଗର୍ଜିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ରଣହୁଙ୍କାର ଦେଇ ଠୋକ୍ ଠୋକ୍ ଶୁଣାଇଛନ୍ତି ନବୀନ। ଖୁବ୍ ଶୀଘ୍ର ଏ ସରକାର 2 ବର୍ଷ ପୂରଣ କରିବ। ଏ ସରକାର ନା ଠିକ୍ ନିଷ୍ପତ୍ତି ନେଇପାରୁଛନ୍ତି ନା କାର୍ଯ୍ୟକାରୀ କରିପାରୁଛନ୍ତି। ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ, ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କିଛି ମିଳିଲାନି। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ କରିଥିଲା, କାଳିଆ ଯୋଜନା କରିଥିଲା, ଋଣ ସୁବିଧା କରିଥିଲା, ଜଳସେଚନ ସୁବିଧା କରିଥିଲା, କିନ୍ତୁ ଏ ଡବଲ ଇଞ୍ଜିନ୍ ସରକାର କରିଛି କ'ଣ? ଚାଷୀକୁ ସାର ମିଳିଲାନି, ଧାନ ବି ସରକାର କିଣୁନି, କଟନୀ ଛଟନୀ ବଢ଼ି ଚାଲିଛି, ଚାଷୀ ଠିକ୍ ସମୟରେ ପଇସା ପାଉନି। ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି। ନମ୍ବର 4 ଭୁବନେଶ୍ୱରରେ ଅଭାବନୀୟ ଘଟଣା। କାନ୍ଥ ପଡ଼ି 2 ମୃତ 3 ଗୁରୁତର। ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ସୀମା ପ୍ରାଚୀର ଭୁଶୁଡ଼ି ପଡ଼ିବା ଫଳରେ ଅତି କମରେ 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ଅପରାହ୍ନରେ ବଡ଼ଗଡ଼ ଥାନା ଅନ୍ତର୍ଗତ ଭୋଇସାହି ଅଞ୍ଚଳରେ କିଛି ଶ୍ରମିକ ଡ୍ରେନେଜ କାମ କରୁଥିଲେ। କାମ ଚାଲିଥିବା ସମୟରେ ଡ୍ରେନ୍ରେ ନିକଟରେ ଥିବା ଏକ କାନ୍ଥ ହଠାତ୍ ଭୁଶୁଡ଼ି 5 ଜଣ ଶ୍ରମିକଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ 2 ଜଣଙ୍କର ପ୍ରାଣହାନି ଘଟିଥିଲା। ନମ୍ବର 5 20ତମ ଭବ୍ୟ ତୋଷାଳୀ ମେଳାରେ 11ତମ ସନ୍ଧ୍ୟାରେ କୃତି ପ୍ରତିଯୋଗିତା ପୁରସ୍କୃତ। ସ୍ଥାନୀୟ ଜନତା ମଇଦାନରେ 20ତମ ଭବ୍ୟ ତୋଷାଳୀ ମେଳାର 11ତମ ସନ୍ଧ୍ୟାରେ ମାନ୍ୟବର ସମବାୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଲ୍ଲଭ ସାମନ୍ତ ଉପସ୍ଥିତ ରହି କାରିଗର ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଶା ହେଉଛି କଳା, ହସ୍ତଶିଳ୍ପ ଓ ହସ୍ତକଳାକାର ଭଣ୍ଡାର। କଳା ଓ ସଂସ୍କୃତି ପାଇଁ ଓଡ଼ିଶା ବିଶ୍ୱବିଦିତ। କାରିଗର ଶିଳ୍ପୀମାନେ ଆମ ଐତିହ୍ୟର ବାର୍ତ୍ତାବାହ। ତେଣୁ ଶିଳ୍ପୀମାନଙ୍କୁ ଅଶେଷ ଧନ୍ୟବାଦ ଦେବା ସହ ଶିଳ୍ପଙ୍କୁ ବଞ୍ଚାଇ ରଖିବାକୁ ଅନୁରୋଧ କରିଥିଲେ। ନମ୍ବର 6 T20 ୱାର୍ଲ୍ଡ କପ୍ 2026 ସିଡ୍ୟୁଲ୍ ଘୋଷଣା। ଏହି ଦିନ ଭାରତ ପାକିସ୍ତାନ ଭିତରେ ମହାମୁକାବିଲା। ଆସିଗଲା ତାରିଖ। ମହିଳା କ୍ରିକେଟର ସବୁଠାରୁ ବଡ଼ ଧମାକା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆଇସିସି ମହିଳା T20 ବିଶ୍ୱକପ୍ ପାଇଁ ପୂରା ସିଡ୍ୟୁଲ୍ ଘୋଷଣା କରାଯାଇଛି। ଏହା ସହିତ ଭାରତ ବନାମ ପାକିସ୍ତାନ ମ୍ୟାଚ୍ର ତାରିଖ ମଧ୍ୟ ପ୍ରକାଶ ପାଇଛି। ପୁଣି ଥରେ 2ଟି ଚିର ପ୍ରତିଦ୍ୱନ୍ଦ୍ୱୀ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବେ, ଯେଉଁଠାରେ ପ୍ରତିଯୋଗିତା କେବଳ ବିଜୟ କିମ୍ବା ପରାଜୟ ପାଇଁ ନୁହେଁ ବରଂ ପ୍ରତିଷ୍ଠା ପାଇଁ ମଧ୍ୟ ହେବ। ଆଇସିସି ମହିଳା T20 ବିଶ୍ୱକପ୍ ଚଳିତ ବର୍ଷ ଜୁନ୍ 12ରୁ ଜୁଲାଇ 5 ପର୍ଯ୍ୟନ୍ତ ଇଂଲଣ୍ଡ ଏବଂ ୱେଲ୍ସରେ ଖେଳାଯିବ। ଏଥର 12 ଦଳ ଅଂଶଗ୍ରହଣ କରିବେ। ଗ୍ରୁପ୍ 1ରେ ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡସ ଅଛନ୍ତି। ଲିଗ୍ ପର୍ଯ୍ୟାୟରେ ହିଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ ଭୋଲ୍ଟେଜ ମୁକାବିଲା ଦେଖାଯିବ। ଜୁନ୍ 14 ତାରିଖରେ ଏଜବାଷ୍ଟନରେ ଭାରତ ଏବଂ ପାକିସ୍ତାନ ପରସ୍ପର ସହିତ ମୁହାଁମୁହିଁ ହେବେ। ନମ୍ବର 7 ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପାଇଁ 2ଟି ଟିମ୍। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏସ୍ଓପିକୁ ନେଇ ହୋଇଛି ବିସ୍ତୃତ ଆଲୋଚନା।
ଏସ୍ଓପିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଛି। ଗଣତିମଣତି ପାଇଁ 2ଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। 2ଟି ଯାକ ଟିମ୍କୁ ମୁଖ୍ୟ ପ୍ରଶାସନ ଲିଡ୍ କରିବେ। ତତ୍ତ୍ୱାଧାରକ ଟିମ୍ ଓ କାର୍ଯ୍ୟବାହୀ ଟିମ୍ ଗଠନ କରାଯିବ। କେଉଁ ଦିନଠାରୁ ଗଣତିମଣତି ହେବ ପରିଚାଳନା କମିଟି ସ୍ଥିର କରିବ। ନୀତିବହୁଳ ଦିନମାନଙ୍କରେ ଗଣତିମଣତି ହୋଇପାରିବ ନାହିଁ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ବଣିଆଙ୍କ ତାଲିକା ମଗାଯିବ। ସେଥିମଧ୍ୟରୁ 2 ଜଣ ଯାଇପାରିବେ। ବିଭିନ୍ନ ଅଲଙ୍କାର ଚିହ୍ନିବାକୁ ଜଣେ ରହିବେ। RBIରୁ ଜଣେ ରହିବେ। ଆବଶ୍ୟକ ସ୍ଥଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗଣତିମଣତି ସମାଜରେ ସାମିଲ କରାଯିବ। ସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ। ନମ୍ବର 8 ମାର୍ଚ୍ଚ 31 ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର। କ୍ୱିଣ୍ଟାଲ ପିଛା 3100 ଟଙ୍କାରେ କିଣିବାକୁ ସରକାର ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ। ସେହି ହିସାବରେ ସରକାର ଧାନ କିଣୁଛନ୍ତି ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ 800 ଟଙ୍କା ଇନପୁଟ ସବସିଡି କଥା କୁହାଯାଇନଥିଲା। ବର୍ତ୍ତମାନ ସୁଦ୍ଧା 15 ଲକ୍ଷ ଚାଷୀଙ୍କଠାରୁ 64 ଲକ୍ଷ 10,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। 3100 ଟଙ୍କା ହିସାବରେ 18,586 କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟପଟେ ଆଜି ବିଧାନସଭା ବାହାରେ ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ। ଲୋଅର PMGରେ ବିଶାଳ ଚାଷୀ ସମାବେଶ କରି ଗର୍ଜନ କରିଛି ବିଜୁ ଜନତା ଦଳ। ନମ୍ବର 9 ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ୱର ଏୟାର ଟ୍ୟାକ୍ସି ସେବା। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଏୟାର ଟ୍ୟାକ୍ସି ସେବା। ଆଜି ପବନ ହଂସ କମ୍ପାନୀ ପକ୍ଷରୁ ଟ୍ରାଏଲ୍ ରନ୍ ହୋଇଛି। ପରୀକ୍ଷାମୂଳକ ଲ୍ୟାଣ୍ଡିଂ ପରେ ଜିଲ୍ଲା ପୁଲିସ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହିତ ଆଲୋଚନା କରିଛନ୍ତି ପବନ ହଂସ କମ୍ପାନୀର କର୍ମକର୍ତ୍ତା। ବାରିପଦା ପୋଲିସ ଲାଇନ୍ ହେଲିପ୍ୟାଡ୍ଠାରୁ ଭୁବନେଶ୍ୱର ବିମାନବନ୍ଦରକୁ ଏହି ସେବା ମିଳିବ। ନମ୍ବର 10 ରାଜ୍ୟରେ ସହରାଞ୍ଚଳ ପରିବହନକୁ ଆଧୁନିକ କରିବା ପାଇଁ 2026-27 ବଜେଟ୍ରେ 421 କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ରାଜ୍ୟ ସରକାର 600 ଇ-ବସ୍ କିଣିବାକୁ ଯୋଜନା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ରାଜ୍ୟକୁ ଆଉ 400 ଇ-ବସ୍ ଆସିବ ବୋଲି ଜଣାଯାଇଛି। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପରିଚାଳିତ ଆମ ବସ୍ ସେବା ବର୍ତ୍ତମାନ ଦୈନିକ 3 ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସେବା ଦେଉଛି। ନମ୍ବର 11 ଆଜି କେନ୍ଦ୍ର କ୍ୟାବିନେଟ କେରଳ ନାମ ପରିବର୍ତ୍ତନ କରିଛି କେରଳମ୍ କରିବାକୁ ମଞ୍ଜୁରୀ ଦେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାଷା ଆଧାରରେ ରାଜ୍ୟ ସୃଷ୍ଟି ହେବା ପରଠାରୁ କେରଳର ନାମକରଣ କେରଳମ୍ କରାଯିବାକୁ ଦାବି ହୋଇଆସୁଛି। କ୍ୟାବିନେଟ ଏହି ଦାବିକୁ ମଞ୍ଜୁରୀ ଦେଇଛି। ଏହି ପଦକ୍ଷେପ ଚଳିତ ବର୍ଷ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ନିଆଯାଇଛି। ନମ୍ବର 12 ଶ୍ରୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସିଭିଲ ଏନକ୍ଲେଭ ସମ୍ପ୍ରସାରଣ କ୍ୟାବିନେଟ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ କମିଟି ଆଜି ଶ୍ରୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦରରେ 1,677 କୋଟି ଟଙ୍କାର ଆନୁମାନିକ ବ୍ୟୟରେ ପ୍ରସ୍ତାବିତ ସିଭିଲ ଏନକ୍ଲେଭ ବା ବେସାମରିକ କୋଠାର ନିର୍ମାଣ ମଞ୍ଜୁରୀ ଦେଇଛନ୍ତି। କାଶ୍ମୀର ଉପତ୍ୟକାରେ ବିମାନ ଚଳାଚଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ସୁଦୃଢ଼ କରିବା ଦିଗରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ନମ୍ବର 13 GMRCର ଗିଫ୍ଟ ସିଟି ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଗିଫ୍ଟ ସିଟିରୁ ଶାହପୁର ପର୍ଯ୍ୟନ୍ତ 3.33 କିଲୋମିଟର ଲମ୍ବା ସମ୍ପ୍ରସାରଣକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ 3ଟି ଉଚ୍ଚ ଷ୍ଟେସନ ଅନ୍ତର୍ଭୁକ୍ତ ରହିବ। ଏହି ପ୍ରକଳ୍ପ ପ୍ରାୟ 4 ବର୍ଷ ମଧ୍ୟରେ ସମାପ୍ତ ହେବାର ଯୋଜନା ରହିଛି। ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ 1,67,035 କୋଟି ହେବ। ଏହି ସମ୍ପ୍ରସାରିତ କରିଡର 2029 ମସିହାରେ ପ୍ରାୟ 23,702 ଯାତ୍ରୀ ଏବଂ 2041 ମସିହାରେ ପ୍ରାୟ 58,059 ଜଣ ଯାତ୍ରୀଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି। ନମ୍ବର 14 ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଏବଂ PIB କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି। 6 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିଛନ୍ତି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ପରିଚାଳିତ ଏହି କେନ୍ଦ୍ର ରାଜ୍ୟରେ ଦକ୍ଷତା ବିକାଶ ଏବଂ ତାଲିମ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ନମ୍ବର 15 2ଟି ଏକ୍ସପ୍ରେସ ଟ୍ରେନ୍ ହେବ ଆଧୁନିକ LHB କୋଚ୍। ଯାତ୍ରୀ ସୁରକ୍ଷା ଆରାମ ଏବଂ ସାମଗ୍ରୀ ଯାତ୍ରା ଅଭିଜ୍ଞତାକୁ ସୁଗମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ 2ଟି ଗୁରୁତ୍ୱପୂର୍ଣ୍ଣ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍ର କୋଚ୍ଗୁଡ଼ିକୁ ଆଧୁନିକ LHB କୋଚ୍ ପରିବର୍ତ୍ତନ କରିବ। 25 ଫେବୃଆରୀ 2026 ଠାରୁ ଟ୍ରେନ୍ଗୁଡ଼ିକୁ LHB କୋଚ୍ ସହିତ ରୂପାନ୍ତର କରାଯିବ।
ନମ୍ବର 16 ଆସନ୍ତା 3 ତାରିଖ ଯାଏଁ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସଦୃଶ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା 3 ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିବ ନେଇ ଆଜି 13ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଜପତି ଓ ଗଞ୍ଜାମ। ଏହିସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ପୂର୍ବ ଅନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟାର ସେଭଳି କିଛି ସୂଚନା ନଥିବା କଥା କହିଛନ୍ତି ପାଣିପାଗ ବିଭାଗ। ସେପଟେ ବର୍ଷାକୁ ଦେଖି ପୂର୍ବ ପ୍ରସ୍ତୁତି କରିଛି ବିଏମ୍ସି। ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ସମସ୍ତ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି। ଏହିଭଳି ମୁକାବିଲା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି। ନମ୍ବର 17 20 ଘଣ୍ଟା ପରେ ଲିଭିଲା ସୁପରମାର୍ଟ ନିଆଁ। ସଫଳ ହେଲା ପରିଶ୍ରମ। ଦୀର୍ଘ 20 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆୟତ୍ତ ହେଲା ନିଆଁ। ଭୁବନେଶ୍ୱର ଲିଙ୍ଗିପୁର ସୁପରମାର୍ଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭିଛି। 20 ଘଣ୍ଟାର ପରେ ଏହି ନିଆଁ ଲିଭିଛି। ଅଗ୍ନିଶମ ବିଭାଗର ନିରନ୍ତର ପ୍ରୟାସ ସଫଳ ହୋଇଛି। କହି ରଖୁଛୁ କି ସୋମବାର ରାତ୍ରି ପ୍ରାୟ 10ଟାରେ ଭୁବନେଶ୍ୱର ଲିଙ୍ଗିପୁର ସ୍ଥିତ ସୁପରମାର୍ଟର ତୃତୀୟ ମହଲାରେ ନିଆଁ କେଉଁଠୁ ଲାଗିଲା, କେମିତି ଲାଗିଲା ଏବେ ବି ଅସ୍ପଷ୍ଟ। ଘଟଣାସ୍ଥଳରେ ପହଞ୍ଚି 2 ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। ନିଆଁ ଲିଭାଇବା ପାଇଁ ଲାଗିଥିବା କସରତ ଶେଷରେ ସଫଳ ହୋଇଛି। ସୁପରମାର୍ଟ ଭିତରୁ ପାଣି ମାଡ଼ କରିବାକୁ ବାଟ ନଥିବାରୁ କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲା। ଫୋମ୍ ସାହାଯ୍ୟରେ ସୁପରମାର୍ଟ ନିଆଁ ଲିଭାଯାଇଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ସେପଟେ ଅତ୍ୟଧିକ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁ ଆୟତ୍ତକୁ ଆସିନଥିଲା। ଛାତ ରଡ୍ ତରଳିବା ସହ କାନ୍ଥ ଫାଟି କାନ୍ଥରୁ ମଧ୍ୟ ନିଆଁ ବାହାରିଥିଲା। କୁହାଯାଉଛି ଯେ କେଉଁ ସମୟରେ ଭୁଷୁଡ଼ି ଯାଇପାରେ ସୁପରମାର୍ଟ ବିଲ୍ଡିଂ। ସୋମବାର ରାତ୍ରି ପ୍ରାୟ 10ଟାରୁ ସୁପରମାର୍ଟ 3 ମହଲାରେ ଲାଗିଥିବା ନିଆଁ ସେୟାରରୁ 5 କୋଟି ଟଙ୍କାରୁ ଅଧିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବା ଅନୁମାନ କରାଯାଉଛି। ନମ୍ବର 18 ସେମିଫାଇନାଲରେ ପହଞ୍ଚିଲା ଇଂଲଣ୍ଡ। ପାକିସ୍ତାନ ବିପକ୍ଷ ମ୍ୟାଚର ଅନ୍ତିମ ଓଭରରେ ବିଜୟ ହାସଲ କଲା ବ୍ରୁକ୍ ବାହିନୀ। ଇଂଲଣ୍ଡ ପାକିସ୍ତାନକୁ 2 ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ପାକିସ୍ତାନର ସମସ୍ୟା ବଢ଼ିବାରେ ଚାଲିଛି। ଇଂଲଣ୍ଡ ପାଇଁ ଅଧିନାୟକ ହ୍ୟାରି ବ୍ରୁକ୍ ଏକ ବିଜୟ ଶତକ ହାସଲ କରି ତାଙ୍କ ଦଳକୁ ଅନ୍ତିମ 4ରେ ପହଞ୍ଚାଇଥିଲେ। ପାଲେକିଲ୍ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 164 ରନ୍ କରିଥିଲା। ଜବାବରେ ଇଂଲଣ୍ଡ 18ତମ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ସାହିନ୍ ଆଫ୍ରିଦି ମ୍ୟାଚରେ 4 ୱିକେଟ୍ ନେଇଥିଲେ କିନ୍ତୁ ତାଙ୍କ ପ୍ରୟାସ ବ୍ୟର୍ଥ ହୋଇଥିଲା। ନମ୍ବର 19 ଚାଷୀଙ୍କ ପାଇଁ ଖୁସି ଖବର, ଖାତାକୁ ଆସିବ 4,000 ଟଙ୍କା। କୃଷକ ବନ୍ଧୁ ଯୋଜନା ପଶ୍ଚିମବଙ୍ଗ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କୃଷକ କଲ୍ୟାଣ ଯୋଜନା। ଏହି ଯୋଜନା ଅଧୀନରେ ରାଜ୍ୟର ଚାଷୀମାନଙ୍କୁ ବାର୍ଷିକ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଚଳିତ ବର୍ଷର ବଜେଟରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନଙ୍କର କୃଷି ଜମି ନାହିଁ ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ। ସେମାନେ ବାର୍ଷିକ 4,000 ପର୍ଯ୍ୟନ୍ତ ସହାୟତା ପାଇବେ। କିନ୍ତୁ ଏଥିପାଇଁ କେଉଁ କାଗଜପତ୍ର ଆବଶ୍ୟକ ସରକାର ଏ ବିଷୟରେ ସୂଚନା ମଧ୍ୟ ଦେଇଛନ୍ତି। ଆସନ୍ତୁ ଆମେ ଆପଣଙ୍କୁ କହିବୁ ଯେ କୃଷକ ବନ୍ଧୁ ଯୋଜନାରେ କିଏ ଲାଭ ପାଇବେ ଏବଂ ଏଥିପାଇଁ କିପରି ପଞ୍ଜୀକରଣ କରିବେ। ଏବେ ପଶ୍ଚିମବଙ୍ଗର ସମସ୍ତ ଭୂମିହୀନ କୃଷି ଶ୍ରମିକ ଏବଂ ଯୋଜନାର ଲାଭ ପାଇପାରିବେ। ଯେଉଁମାନେ ପୂର୍ବରୁ କୃଷି ଜମି ଅଭାବ ଏହି ଯୋଜନାରେ ଲାଭ ପାଇନଥିଲେ କିମ୍ବା ଭାଗ ଚାଷୀ ଭାବେ ପଞ୍ଜୀକୃତ ହୋଇନଥିଲେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ଏହି ହିତାଧିକାରୀମାନେ ବର୍ଷକୁ 2 ଥର 2,000 ଲେଖାଏଁ ପାଇବେ। ଗୋଟିଏ କିସ୍ତି ରବି ଋତୁରେ ଏବଂ ଅନ୍ୟଟି ଖରିଫ ଋତୁରେ ମିଳିବ। ଏହି ମୋଟ ପରିମାଣ ପ୍ରତିବର୍ଷ 4,000 ହେବ। ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଏହି ନୂତନ ସୁବିଧା ଆସନ୍ତା ଏପ୍ରିଲରୁ କାର୍ଯ୍ୟକାରୀ ହେବ। ନମ୍ବର 20 କୃଷକଙ୍କ ବଡ଼ ଭେଟିଦେଲେ ମୋଦି ସରକାର। ଏହି ଫସଲ ଉପରେ କ୍ୱିଣ୍ଟାଲ ପିଛା 275 ଟଙ୍କା MSP ବଢ଼ାଇଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି 2026-27 ମାର୍କେଟିଂ ସିଜନ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ MSP ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କଞ୍ଚା ଝୋଟ MSP ଏବେ 5,925 ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ଚାଷୀଙ୍କୁ ସେମାନଙ୍କର ଉତ୍ପାଦନ ଖର୍ଚ୍ଚ ଉପରେ 61.8% ଲାଭ ନିଶ୍ଚିତ କରିବ। 2018-19 ବଜେଟ୍ ଘୋଷଣା ଅନୁଯାୟୀ MSP ଅତି କମରେ ହାରାହାରି ଉତ୍ପାଦନ ଖର୍ଚ୍ଚ 1.5 ଗୁଣ ହେବା ଆବଶ୍ୟକ। ସେହି ନୀତିକୁ ଆଧାର କରି ସରକାର ଏହି ମୂଲ୍ୟ ବୃଦ୍ଧି କରିଛନ୍ତି। ଚଳିତ ବର୍ଷ MSP ଗତ 2025-26 ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା 275 ଟଙ୍କା ଅଧିକ ରହିଛି।